ଦର୍ପଣ ଆଗରେ ର କବି ଭାନୁଜୀ। ଦର୍ପଣ ବା ଆଇନା ବା ଆରସି ମଣିଷର ହାତର ସୃଷ୍ଟି ଆଉ ମଣିଷ ଏହାକୁ ନିଜକୁ ଦେଖିବାକୁ ବ୍ୟବହାର କରେ। ମଣିଷ ଦେଖିବାର ବିଭିନ୍ନ କାରଣ ଏବଂ ଉଦ୍ଦେଶ୍ୟ ରହିଛି। ସକାଳୁ ଉଠି ଦର୍ପଣ ସାମ୍ନାରେ ଠିଆ ହୋଇ ମଣିଷ ନିଜକୁ ଦେଖେ କି ତାର ନିଦରୁ ଉଠିଥିବା ମୁହଁ କେମିତି ଦିଶୁଛି। ରାତିର ବେଡ୍ ଲାଇଟର ସ୍ତିମିତ ମଳିନ ଆଲୋକରେ ଡ୍ରଇଂ ରୁମରେ ଡାଇନିଂରେ ଥାଇ ଦର୍ପଣ ଦେଖେ କି କେମିତି ଦିଶୁଛି। ବେଶ ପୋଷାକ ଓ ପ୍ରସାଧନ ହୋଇସାରି ଦର୍ପଣରେ ନିଜକୁ ଦେଖେ କି ଭଲ, ସ୍ମାର୍ଟ, ସୁନ୍ଦର, ହ୍ୟାଣ୍ଡସମ୍ ଦିଶୁଛି ତ। ଦୋକାନରେ ବସ୍ତ୍ର କିଣୁଥିବା ବେଳେ ଦୋକାନର ଶୋରୁମରେ ଲାଗିଥିବା ଦର୍ପଣରେ କିଣା ବସ୍ତ୍ରର ଟ୍ରାଏଲରେ ଥାଇ ଦର୍ପଣ ଦେଖେ କି ବସ୍ତ୍ରଟି କିଣିକି ନେଇ ପିନ୍ଧିଲେ ଦେହକୁ ମାନିବ କି ନାହିଁ, ଲୋକଙ୍କ ଦୃଷ୍ଟିରେ ଆକର୍ଷିତ ହୋଇ ଦିଶି ପାରିବି କି ନାହିଁ, ଲୋକେ ତାକୁ ଘୂରି ଘୂରି ବାରମ୍ବାର ଚାହିଁବେ କି ନାହିଁ, କିମ୍ବା ଦର୍ପଣରେ ଅନ୍ୟ କ୍ରେତା କିଣାଳିଙ୍କର ରୂପ, ଭେକ, ଶୋଭା, ଲାବଣ୍ୟକୁ ବି ଦେଖେ। ହିନ୍ଦୀରେ ଗୀତଟିଏ ଅଛି ମାନ୍ନା ଦେଙ୍କ କଣ୍ଠରେ କି ଦର୍ପଣ ଝୁଟ ନା ବୋଲେ, ଆରେ ଦର୍ପଣ ଝୁଟ ନା ବୋଲେ। ପ୍ରକୃତରେ ଦର୍ପଣ ମଣିଷ ନୁହେଁ ଯେ ସତ ମିଛ ବୋଲି କିଛି କହିବ, ହେଲେ ମଣିଷର ଅସଲ ପରିଚୟ ଦେବ ତାର ପୋଷାକ ପରିଧାନରୁ, ବ୍ୟକ୍ତିର ଆକୃତିରୁ, ସେ ଭିକାରୀ କି ଭକୁଆ। ଦର୍ପଣ ବିପରୀତ ଦର୍ଶନ ଦେଖାଏ। ତୁମେ ସାମ୍ନାରୁ ଠିଆ ହୋଇଥାଇ ଦର୍ପଣରେ ଦର୍ପଣ ତୁମକୁ ବିପରୀତ ଛବି ଦେଖାଇବ। ତୁମର ବାମ ହାତ ଡାହାଣ ଆଉ ଡାହାଣ ହାତ ବାମ ହୋଇ ଦିଶିବ। ତେବେ ବିପରୀତ ଦିଶୁ, ମଣିଷ ଦର୍ପଣ ଦେଖେ ଆଉ ଦର୍ପଣ ଦେଖିବାକୁ ବାଧ୍ୟ, ନହେଲେ ବ୍ୟକ୍ତିତ୍ୱକୁ ନିଜ ଆଖିରେ ଦେଖି ହୋଇ ନଥାଏ ଦର୍ପଣ ବିନା। ତେବେ ଯେଉଁ ଦର୍ପଣ ମଣିଷ ହାତର ଗଢ଼ା ବସ୍ତୁ ହୋଇ ମଣିଷର ଏତେ ଦରକାରୀ, ତାକୁ କବିତାର ଧ୍ୟେୟ କରିଛନ୍ତି କବି ଭାନୁଜୀ ରାଓ। ଭାନୁଜୀ ରାଓ ଥିଲେ ଭକ୍ତ କବି ମଧୁସୂଦନ ରାଓଙ୍କର ନାତି। ତେଣୁ ଜେଜେବାପା ଯେତେବେଳେ କବି ହେଲେ, ନାତି ମଧ୍ୟ ଜେଜେବାପାଙ୍କର ବଂଶ ଗୁଣରୁ କବି ହୋଇଛନ୍ତି। ଯେମିତି ଜେଜେବାପା ଧନଞ୍ଜୟ ଭଞ୍ଜ କବି ଥିଲେ ଏବଂ ତାଙ୍କଠାରୁ ଶିଖି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଯେମିତି କବି ହୋଇଥିଲେ। ଯେମିତି ବାଙ୍କନିଧି ପଟ୍ଟନାୟକ ଖୋର୍ଦ୍ଧା ହାଇସ୍କୁଲର ହେଡ଼ମାଷ୍ଟର ଗାଳ୍ପିକ ଥିଲେ, ତାଙ୍କର ପୁଅ ଅଖିଳ ମୋହନ ପଟ୍ଟନାୟକ ଭୁବନେଶ୍ୱରର କ୍ରିମିନାଲ ଲୟାର ଥିବା ଏକଦା ସେ ମଧ୍ୟ ଗାଳ୍ପିକ ହୋଇଥିଲେ। ତେଣୁ ଇଏ ହେଉଛି ରକ୍ତଗତ ସମ୍ପର୍କ, ବଂଶାନୁଗତ ପ୍ରଭାବ। ଦର୍ପଣ ସାମ୍ନାରେ ବା ଆଗରେ ଠିଆ ହୋଇ ନିଜକୁ ଦେଖୁଥିବା, ପରଖୁଥିବା ବେଳେ ଦର୍ପଣ ସମ୍ପର୍କରେ କବିତା ଲେଖିବାର ଅପ୍ରତିହତ ମନୋଭାବ, ମୋହ ପୋଷଣ କରି ଏଇ ନାମିତ କବିତା ରଚନା ସହିତ କବିତା ବହିର ନାମକରଣ ବି କରିଛନ୍ତି କବି। ବସ୍ତୁ ଦର୍ପଣ କବିଙ୍କର ମନ ଦର୍ପଣର ବ୍ୟଞ୍ଜନା ବା ଆଇରନି ହୋଇଛି। ମନକୁ ଦର୍ପଣ ବୋଲି କୁହାଯିବାର ପ୍ରଥା ଆଗରୁ ଅଛି। କବିଙ୍କର ଦର୍ପଣ ସାମ୍ନାରେ କବିତା ସେହି ପ୍ରଥାର ଅପର ଅଧିକ ସଂଯୋଗ। ନାରୀ କବି ବ୍ରହ୍ମଶ୍ରୀ ମହାନ୍ତି ମଧ୍ୟ ଦର୍ପଣ ନାମରେ କବିତାଟିଏ ଲେଖିଛନ୍ତି। କବିତାଟିକୁ ପଢ଼ି ନାହିଁ, ହେଲେ କବିତାର ନାମକରଣ ମୋତେ ସମାଲୋଚନା ଲେଖିବାକୁ ମନରେ ଆକର୍ଷଣ ବୃଦ୍ଧି କଲା। କବିତା ସମ୍ବନ୍ଧରେ ନ ପଢ଼ିକି କହିବାର କିଛି ସାମର୍ଥ୍ୟ ପୂର୍ବାନୁମାନ ଭିତ୍ତିରେ ମନରେ ଜଗାଇଲା। ନ ଦେଖିକି ଧାରଣାର ଅବବୋଧ ବେଳେବେଳେ ଯେମିତି ମନକୁ ଆସେ, ଦର୍ପଣ ଆଗରେ ନାମକରଣରୁ କବିତାର ବିଷୟ ଅନୁମାନ କଳି ହୋଇ ଯାଉଅଛି ଯେ କବିତାର ମନ ବିଶ୍ଳେଷଣ ଥିବ। ମନର କଥା ହିଁ ଦର୍ପଣର ପ୍ରତୀକ ହୋଇଥିବ। ଯେହେତୁ ମନ ଦର୍ପଣରେ ଆତ୍ମାର ପ୍ରତିଛତ୍ର ଦିଶିଥାଏ ବୋଲି ସ୍ୱଭାବ କବି ରଙ୍ଗାଜୀବ ଗଙ୍ଗାଧର ମେହେର ତାଙ୍କ ରଚିତ ତପସ୍ୱିନୀ କାବ୍ୟରେ କହିଛନ୍ତି। କାଜଲ ନାମକ ହିନ୍ଦୀ ସିନେମାରେ ଗାୟିକା ଆଶା ଭୋଁସଲେ ଗାଇଛନ୍ତି ତୋରା ମନ ଦର୍ପଣ कहलाए, भले बुरे सारे कर्मों को देखे और दिखलाए, जग से चाहे भाग ले कोई, मन से भाग ना पाए। ତୋରା ମନ ଦର୍ପଣ ସତ କଥା ହିଁ କହିବ, ଠିକ୍ ବାଟ ହିଁ ଦେଖାଇବ। ଭାନୁଜୀ ରାଓଙ୍କର ଦର୍ପଣ ଆଗରେ କବିତା ଠିକ୍ ଏଇ ତତ୍ତ୍ୱ ଦର୍ଶନର ଅଟେ।